ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପରମେଶ୍ୱରଙ୍କ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ବାରମ୍ବାର ତାହାଙ୍କର ଜୀବନ୍ତ ବାକ୍ୟ ଦ୍ୱାରା ସେ ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ସେ ଆମ୍ଭମାନଙ୍କୁ ଶିକ୍ଷା, ଚେତନା, ପରାମର୍ଶ ଦେବା ସହିତ ତାହାଙ୍କର ସେହି ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ଏବଂ ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଦେଖୁଛନ୍ତି, ଶୁଣୁଛନ୍ତି। କେବଳ ଦେଖୁଛନ୍ତି, ଶୁଣୁଛନ୍ତି ତାହା ନୁହେଁ, ଆପଣମାନେ ଲାଇକ୍, ସେୟାର, କମେଣ୍ଟ ମାଧ୍ୟମରେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଆପଣମାନେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପରମେଶ୍ୱରଙ୍କ ବାକ୍ୟରୁ ଗୋଟେ ପଦ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଗୀତ ସଂହିତା 16 ଅଧ୍ୟାୟକୁ ଆସିବେ। ଗୀତ ସଂହିତା 16 ଅଧ୍ୟାୟ ଶେଷ ପଦ ଅର୍ଥାତ୍ 11 ପଦରେ ଗୀତ ରଚକ ଦାଉଦ ମହାରାଜା ସେ ପ୍ରକାର ଲେଖନ୍ତି, ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ, ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ, ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖ ଭୋଗ ଥାଏ। ପ୍ରିୟମାନେ, ଆଜିର ପ୍ରସଙ୍ଗ ଆପଣମାନେ ଥମ୍ବନେଲ୍ ମାଧ୍ୟମରେ ଜାଣିପାରୁଥିବେ। ଆଜିର ପ୍ରସଙ୍ଗର ଶୀର୍ଷକ ହେଲା ଜୀବନର ପଥ କ'ଣ? ଆଜିର ପ୍ରସଙ୍ଗ ହେଲା ଜୀବନର ପଥ କ'ଣ? ଏହି ସ୍ଥାନରେ ଦାଉଦ ମହାରାଜା ସେ ଲେଖୁଛନ୍ତି ଯେ ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ। ପ୍ରିୟମାନେ, ପରମେଶ୍ୱରଙ୍କ ଛଡ଼ା କେହି ମଧ୍ୟ ଜୀବନର ପଥ ଦେଖାଇ ପାରିବେ ନାହିଁ। ସର୍ବସୃଷ୍ଟିକର୍ତ୍ତା, ଯେ ରାଜାମାନଙ୍କ ରାଜା, ଯେ ପ୍ରଭୁମାନଙ୍କର ପ୍ରଭୁ, ତାହାଙ୍କ ବିନା କେହି ମଧ୍ୟ ଜୀବନର ପଥ ଦେଖାଇ ପାରିବେ ନାହିଁ। ଆଜି ଆମେ କଥାବାର୍ତ୍ତା ହେବା ଯେ ବାସ୍ତବରେ ଜୀବନର ପଥ କ'ଣ? ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେଉଁ ଦେଶରେ ବାସ କରୁଛୁ, ଏହି ଦେଶରେ ବିଭିନ୍ନ ଧର୍ମ, ବିଭିନ୍ନ ଜାତି, ବିଭିନ୍ନ ଶିକ୍ଷାକୁ ବିଶ୍ୱାସ କରିବା ଲୋକମାନେ ବସବାସ କରନ୍ତି ଏବଂ ଅନେକ ସମୟରେ ଆମେ ଏହି ପ୍ରକାର ଶିକ୍ଷା ଗୁଡ଼ିକ ଶୁଣିବାକୁ ପାଉ ଯେ ରାସ୍ତା ଭିନ୍ନ ଭିନ୍ନ କିନ୍ତୁ ଜାଗା ଗୋଟେ। ଏହି ପ୍ରକାର କଥା ଆମେ ଶୁଣୁ, ଅର୍ଥାତ୍ ଧର୍ମ ବିଭିନ୍ନ ପ୍ରକାର ମାତ୍ର ସମସ୍ତେ ସ୍ୱର୍ଗକୁ ଯିବେ। ଏହି ପ୍ରକାର କଥା, ଏହି ପ୍ରକାର ଶିକ୍ଷା ଗୁଡ଼ିକ ଆଜି ଅନେକ ଭାଇ ଭଉଣୀମାନେ ବିଶ୍ୱାସ କରି ସେହି ସବୁ କଥାକୁ ସେମାନେ ଧରି ବସିଛନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାନ୍ତ ଶିକ୍ଷା ଅଟେ। କାରଣ ରାସ୍ତା ଯଦି ଭିନ୍ନ, ତାହେଲେ ପହଞ୍ଚିବାଟା ମଧ୍ୟ ଭିନ୍ନ। ଯଦି ଆମେ ବ୍ରହ୍ମପୁର ଯିବା ନିମନ୍ତେ ବାହାରିଛୁ, ଆମେ ବ୍ରହ୍ମପୁର ହିଁ ପହଞ୍ଚିବୁ। ଯଦି ଆମେ କଟକ କିମ୍ବା ଆମେ ତାମିଲନାଡୁ ଯେକୌଣସି ରାସ୍ତା ବା ଯେକୌଣସି ସ୍ଥାନରେ ଯିବା ପାଇଁ ଆମେ ବାହାରିଛୁ, ସେହି ସ୍ଥାନରେ ହିଁ ଆମେ ପହଞ୍ଚି ପାରିବା। ସେଥିପାଇଁ ଏହି ପୃଥିବୀରେ ଆତ୍ମିକ ଯାତ୍ରା ପାଇଁ ଦୁଇଟି ପଥ ରହିଛି। ଗୋଟିଏ ହେଲା ଜୀବନର ପଥ, ଆଉ ଗୋଟିଏ ହେଲା ମୃତ୍ୟୁର ପଥ। ଯଦି ଜଣେ ବ୍ୟକ୍ତି ଜୀବନର ପଥରେ ଯାତ୍ରା କରୁଛି, ସେ ଜୀବନରେ ପ୍ରବେଶ କରିବ। ଆଉ ଜଣେ ଯଦି ମୃତ୍ୟୁର ପଥରେ ଯାତ୍ରା କରୁଛି, ତାହେଲେ ସେ ମୃତ୍ୟୁର ପ୍ରବେଶ କରିବ। ପ୍ରିୟମାନେ, ଜୀବନର ପଥ କେବଳ ପ୍ରଭୁ ହିଁ ଆମକୁ ଦେଖାଇ ପାରିବେ। ଜୀବନର ପଥ କ'ଣ? ଆଜି ବାକ୍ୟରୁ ମୁଁ କହିବା ପାଇଁ ଚାହେଁ। ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 6 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରିୟମାନେ, ଏହି କଥା ଯୀଶୁଖ୍ରୀଷ୍ଟଙ୍କ ଛଡ଼ା ପୃଥିବୀରେ କେହି ମଧ୍ୟ କହିନାହାନ୍ତି କିମ୍ବା କହିପାରିବେ ନାହିଁ। ଯୀଶୁ କହୁଛନ୍ତି ଯେ ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରିୟମାନେ, ସେ ଜୀବନର ପଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ କେବେ ମଧ୍ୟ ଜୀବନରେ ପ୍ରବେଶ କରିପାରିବା ନାହିଁ। କାରଣ ଏହି ପୃଥିବୀରେ ଯଦି ଜୀବିତ ପରମେଶ୍ୱର କିଏ ଅଛନ୍ତି, ସେ ହେଉଛନ୍ତି ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ। ପୃଥିବୀରେ ଅନେକ ରାଜା, ମହାରାଜା, ମହାପୁରୁଷ, ପଣ୍ଡିତ, ବିଭିନ୍ନ ପ୍ରକାର ଦେବାଦେବୀ ଗୁଡ଼ିକ ଆସିଲେ, ସମସ୍ତେ ମୃତ୍ୟୁବରଣ କଲେ, ଆଉ ଆଜି ସେମାନେ ମାଟିରେ ମିଶିଗଲେ, ଆଉ ସମସ୍ତେ କବରରେ ଅଛନ୍ତି। ମାତ୍ର ଆମେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ,
ସେହି ପରମେଶ୍ୱର ସେ କବରକୁ ଫଟାଇ ତୃତୀୟ ଦିବସରେ ସେ ପୁନର୍ଜୀବିତ ହେଲେ। ଆଉ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜୀବନର ପଥ ଅଟନ୍ତି। ସେ କହିଲେ, ମୁଁ ପୁନରୁତ୍ଥାନ ଆଉ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ। ଆମ୍ଭମାନଙ୍କ ପରମେଶ୍ୱର ଜୀବିତ ଅଟନ୍ତି, ଆଉ ସେଇ ଜୀବନର ପଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ କହିଲେ, ମୋ ବିନା ତୁମେ କେବେ ମଧ୍ୟ ପିତାଙ୍କ ନିକଟକୁ ଯାଇପାରିବ ନାହିଁ, ଅର୍ଥାତ୍ ଜୀବନରେ ପ୍ରବେଶ କରିପାରିବ ନାହିଁ, ଅର୍ଥାତ୍ ସ୍ୱର୍ଗକୁ ତୁମେ ଯାଇପାରିବ ନାହିଁ। କାରଣ ଯୀଶୁ ହିଁ ପଥ ଅଟନ୍ତି। ସ୍ୱର୍ଗକୁ ଯିବା ନିମନ୍ତେ ଯୀଶୁ ହିଁ ପଥ ଅଟନ୍ତି। କୌଣସି ଧର୍ମ ଆମକୁ ସ୍ୱର୍ଗକୁ ନେଇପାରିବ ନାହିଁ, କୌଣସି ଧର୍ମ ଆମକୁ ଜୀବନର ପଥରେ ନେଇପାରିବ ନାହିଁ। ଯୀଶୁ ହିଁ ଆମର ପଥ ଅଟନ୍ତି, ଯେଉଁ ପଥରେ ଆମେ ଚାଲିଲେ ଆମେ ଜୀବନରେ ପ୍ରବେଶ କରିପାରିବା। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ 13 ଆଉ 14 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଅସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। 14 ପଦରେ ଲେଖାଗଲା, ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ପ୍ରିୟମାନେ, ଏହି ପୃଥିବୀରେ ଦୁଇଟି ପଥ ରହିଛି। ଗୋଟିଏ ହେଲା ଅସାରିଆ ପଥ, ଅର୍ଥାତ୍ ଜଗତର ପଥ, ଆଉ ଗୋଟିଏ ହେଲା ସଂକୀର୍ଣ୍ଣ ପଥ, ଅର୍ଥାତ୍ ଜୀବନକୁ ଘେନିଯିବା ପଥ। ସେହି ସଂକୀର୍ଣ୍ଣ ପଥରେ ପ୍ରଥମେ ହନକ ଚାଲିଲେ, ଦ୍ୱିତୀୟରେ ନହ ଚାଲିଲେ, ଏବଂ ପରବର୍ତ୍ତୀ ସମୟରେ ପୁରାତନ ନିୟମର ଅନେକ ସାଧୁମାନେ ସେହି ସଂକୀର୍ଣ୍ଣ ପଥରେ ଚାଲିଲେ। ଅର୍ଥାତ୍ ଯୀଶୁଖ୍ରୀଷ୍ଟ ମଧ୍ୟ ସେହି ସଂକୀର୍ଣ୍ଣ ପଥରେ ଚାଲିଲେ, ଆଉ ସେ ଜୀବନରେ ପ୍ରବେଶ କଲେ। ଜୀବନର ପଥ ଆମର ପ୍ରଭୁ ଅଟନ୍ତି। ସାଧୁ ପିତର ତାହାଙ୍କ ପତ୍ରରେ ସେ ପ୍ରକାର ଲେଖନ୍ତି, ତୁମ୍ଭେମାନେ ଯେପରି ତାହାଙ୍କର ପଦଚିହ୍ନ ଦେଇ ଗମନ କର, ଏଥିପାଇଁ ଆହୁତ ହୋଇଅଛ। ଏଥିପାଇଁ ପରମେଶ୍ୱର ଆମକୁ ଆହ୍ୱାନ କଲେ, ଆମେ ଯେପରି ଯୀଶୁଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମକୁ ଏଥିପାଇଁ ଡାକିଲେ, ଆମେ ଯେପରି ଜୀବନରେ ପ୍ରବେଶ କରୁ। ଆମେ ଦଣ୍ଡ ନିମନ୍ତେ, ମୃତ୍ୟୁ ନିମନ୍ତେ, ବିନାଶ ନିମନ୍ତେ ଆମେ ପ୍ରଭୁଙ୍କ ନିକଟରେ ଆସିନା। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯେଉଁମାନେ ଏହି ବାକ୍ୟ ଶୁଣୁଛନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ ଉଦ୍ଧାର ପାଇବା ପାଇଁ ଚାହାନ୍ତି, ଆପଣ ଜୀବନରେ ପ୍ରବେଶ କରିବା ପାଇଁ ଚାହାନ୍ତି, ଆପଣ ଯୀଶୁଙ୍କ ନିକଟକୁ ଆସନ୍ତୁ। ଆପଣ ଯୀଶୁଙ୍କୁ ନିଜର ପ୍ରଭୁ ଭାବରେ ଗ୍ରହଣ କରନ୍ତୁ, କାରଣ ସେ ହେଉଛନ୍ତି ଜୀବନର ପଥ। ସେଥିପାଇଁ ଗୀତ ରଚକ ପରମେଶ୍ୱରଙ୍କୁ ହୃଦୟ ସହିତ ମୁଖ ଫିଟାଇ ସେ କହିଲେ, ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ, ତୁମ୍ଭ ସମ୍ମୁଖରେ ମୋର ଆନନ୍ଦର ପୂର୍ଣ୍ଣତା ଥାଏ। ଆଜି ଜଗତର ଅଳ୍ପ କିଛି ଟଙ୍କା, ମାନୀ ମର୍ଯ୍ୟାଦା, ନିଜର ପୋଜିସନ୍, ନିଜର ପ୍ରତିଷ୍ଠିତ ସମାଜରେ ନିଜର ନାମ, ଏହିସବୁ ପାଇଲା ପରେ ଲୋକମାନେ ଆନନ୍ଦ କରୁଛନ୍ତି, ଉଲ୍ଲାସ କରୁଛନ୍ତି। କିନ୍ତୁ ଦାଉଦ କହିଲେ ଯେ ତୁମ୍ଭ ସମ୍ମୁଖରେ ମୋର ଆନନ୍ଦ ସେତେବେଳେ ପୂର୍ଣ୍ଣ ହେବ ଯେବେ ତୁମେ ଜୀବନର ପଥ ଦେଖାଇବ। ଧନ୍ୟ ଆମ୍ଭେମାନେ ସେ ଜୀବନର ସନ୍ଧାନ ପାଇଛୁ, ଜୀବନର ପଥକୁ ଆମେ ଜାଣିଛୁ। ସେ ହେଉଛନ୍ତି ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରିୟମାନେ, ଜୀବନର ପଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେଥିପାଇଁ ଆମେ ଯୀଶୁ ଯେଉଁ ପଥରେ ଚାଲିଲେ, ଯୀଶୁ ଯେଉଁ ଶିକ୍ଷା ପରାମର୍ଶ, ତାହାଙ୍କର ଜୀବନଶୈଳୀ ଆଚାର ବ୍ୟବହାର ଆମ ନିକଟରେ ରଖିଲେ, ଆମେ ତାହାଙ୍କୁ ନିଜର କରିବା ଆବଶ୍ୟକ ରହିଛି। ତାହାଙ୍କୁ ନିଜର ପ୍ରଭୁ ଭାବରେ ମାନି ଆମେ ତାଙ୍କ ପଛରେ ଚାଲିବାର ଆବଶ୍ୟକ ରହିଛି। ଯେତେବେଳେ ଆମେ ତାଙ୍କ ପଦଚିହ୍ନ ଦେଇଯିବା, ଆମେ ଜୀବନରେ ପ୍ରବେଶ କରିବା। ଏ ସ୍ଥାନ ଲେଖାଯାଏ ଯେ ମାଥ୍ୟୁ ଲିଖିତ ସୁସମାଚାର 13:14 ଯେ ଅସାରିଆ ପଥ ଗୋଟେ ରହିଛି, ଆଉ ଗୋଟେ ସଂକୀର୍ଣ୍ଣ ପଥ ରହିଛି। ଆଜି ଜଗତର ଅନେକ ଲୋକ ଅସାରିଆ ପଥରେ ଯାଉଛନ୍ତି, ଆଉ ସଂକୀର୍ଣ୍ଣ ପଥରେ ଅଳ୍ପ ଲୋକ ଯାଉଛନ୍ତି। ଯେଉଁମାନେ ସଂକୀର୍ଣ୍ଣ ପଥରେ ଯିବେ, ସେମାନେ ଜୀବନରେ ପ୍ରବେଶ କରିବେ। ଆପଣ ଧନୀ ଆଉ ସେ ଲାଜରଙ୍କ କଥା ଟିକେ ଭାବନ୍ତୁ। ସେଇ ଧନୀ ଲୋକ ଅସାରିଆ ପଥକୁ ଗଲା, ସେ ସର୍ବନାଶକୁ ଚାଲିଗଲା, ଆଉ ଲାଜର ସେ ସଂକୀର୍ଣ୍ଣ ପଥରେ ଚାଲିଲେ। ଜୀବିତ ଥିବା ଅବସ୍ଥାରେ ତାଙ୍କୁ କେହି ମଧ୍ୟ ସମ୍ଭାଳିବା ଲୋକ ନଥିଲେ, ଭଲ ପିନ୍ଧିବା ପାଇଁ ପୋଷାକ ନଥିଲା, ରହିବା ପାଇଁ ଘର ନଥିଲା। ମାତ୍ର ସେହି ଲାଜର ନିମନ୍ତେ
ଜୀବନ ରଖାଯାଇଥିଲା। ସେଇ ଲାଜର ଯେତେବେଳେ ମୃତ୍ୟୁବରଣ କଲେ ସେ ଜୀବନରେ ପ୍ରବେଶ କଲେ। ଅବ୍ରାହମଙ୍କ କୋଳକୁ ସେ ନିଆଗଲେ। ପ୍ରିୟମାନେ, ଆମେ ସେ ଜୀବନର ପଥକୁ ପାଇଛୁ। ସେ ଜୀବନର ପଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ଆମକୁ ଜୀବନ ଦେବା ପାଇଁ, କେବଳ ଜୀବନ ଦେବା ପାଇଁ ନୁହେଁ, ପ୍ରଚୁର ଜୀବନ ଦେବା ପାଇଁ ସେ ଆସିଲେ। ଆସନ୍ତୁ ସେଇ ପ୍ରଭୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଆମେ ଗ୍ରହଣ କରିବା ଏବଂ ସେ ଯେଉଁ ପଥରେ ଚାଲିଲେ ଆମେ ସେଇ ପଥରେ ଚାଲିବା। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ, ତୁମେ ଆମକୁ ଜୀବନର ପଥ ଦେଖାଇଅଛ। ଧନ୍ୟବାଦ। ସେହି ଜୀବନର ପଥ ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ। ପିତା, ଯୀଶୁଖ୍ରୀଷ୍ଟ ଯେଉଁ ଶିକ୍ଷା ପରାମର୍ଶ ଗୁଡ଼ିକ ଆମକୁ ଦେଇଛନ୍ତି, ପ୍ରଭୁ ସେହି ଶିକ୍ଷା ଅନୁସାରେ ଆମେ ଚାଲିପାରିବୁ ଏବଂ ଜୀବନରେ ଆମେ ପ୍ରବେଶ କରିପାରିବୁ। ଏଥିପାଇଁ ପ୍ରଭୁ ତୁମର ଅନୁଗ୍ରହ ଦିଅ, ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।